ଗୁଜରାଟର ପ୍ରସିଦ୍ଧ ସେଠ ଦାନମଲ ହଙ୍କାଜୀଙ୍କର ଏକ ଯୁବା ପୁତ୍ର ଅସମୟରେ ମୃତ୍ୟୁବରଣ କଲା। ଏବେ ତାର ବିବାହକୁ କେବଳ 1 ବର୍ଷ ହୋଇଥିଲା। ସେଠଜୀ ପୁତ୍ର ଶୋକରେ ମଗ୍ନ ଥିଲେ, କିନ୍ତୁ ଏହାଠାରୁ ଅଧିକ ଚିନ୍ତା ଥିଲା ଯେ ନିଜର ବୋହୂ ତାର ଶେଷ ଜୀବନ କିପରି କାଟିବ। ସେ ପୁନର୍ବାର ବୋହୂର ବିବାହ କରିଦେବା କଥା ନିଶ୍ଚୟ କଲେ। ସମାଜରେ ହଇଚଇ ସୃଷ୍ଟି ହୋଇଗଲା। ନଗରର ତଥାକଥିତ ଗଣମାନ୍ୟ ନାଗରିକ ସେଠଜୀଙ୍କ ପାଖରେ ପହଞ୍ଚିଲେ ଏବଂ ତାଙ୍କୁ ନିବେଦନପୂର୍ବକ କହିଲେ, ସେଠଜୀ, ଅଧର୍ମ କରନ୍ତୁ ନାହିଁ। ବିଧବାର ବିବାହ କଲେ ବଡ଼ ପାପ ଲାଗିବ। ସେଠଜୀ କହିଲେ, ବନ୍ଧୁଗଣ, ନର ଓ ନାରୀ ଉଭୟ ଏକ ସମାନ। ଅଧିକ ପାପ ସେତେବେଳେ ଲାଗିବ ଯେତେବେଳେ ମୁଁ ପୁତ୍ରୀତୁଲ୍ୟ ବୋହୂ ଥାଉ ଥାଉ ତା ସହିତ ପୁତ୍ରୀବତ୍ ବ୍ୟବହାର ନ କରିବି। ଆଲୋଚନା କରୁଥିବା ଲୋକମାନଙ୍କର ମୁହଁ ବନ୍ଦ ହୋଇଗଲା। ଅଖଣ୍ଡ ଜ୍ୟୋତି, ଡିସେମ୍ବର 2023, ପୃଷ୍ଠା ସଂଖ୍ୟା 41। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।